ଜୀବନ ଆଉ ଆତ୍ମା ଭିତରେ ପାର୍ଥକ୍ୟ କଣ? ଜୀବନ ଆଉ ଆତ୍ମା। କେହି କାହା ସହିତ ସମ୍ପର୍କ ଅଲଗା। ହଉ, ଆତ୍ମା ଆମେ ସର୍ଟରେ ବୁଝିବା। ଆତ୍ମା ଟା ଟିକେ ବୁଝିବ ଜୀବନ ଅକୁହା। ଦେଖନ୍ତୁ, ସଚ୍ଚିଦାନନ୍ଦ ପରମ ପ୍ରଭୁ ନିଜକୁ ଭିନ୍ନ ଭିନ୍ନ ଭାବରେ ସାକାର ରୂପରେ ପରିପ୍ରକାଶ କରିଛନ୍ତି। ସେଟା ହେଲା ତାଙ୍କର ସୃଷ୍ଟି। ଯେତେବେଳେ ସୃଷ୍ଟି ଆରମ୍ଭ ହେଲା, ତେଣୁ ତାର ମୂଳ ଉଦ୍ଦେଶ୍ୟ ରହିଲା, ସେ ଯୋଉ ନିଶ୍ଚେତନାରୁ ଆରମ୍ଭ ହେଇଛି ଧୀରେ ଧୀରେ ଜଡ଼ ଅବସ୍ଥାକୁ ଆସିଛି। ତେଣୁ ତାର ମୂଳ ଉଦ୍ଦେଶ୍ୟ ରହିଲା ନିଶ୍ଚେତନାରୁ ସର୍ବୋଚ୍ଚ ପରମ ବା ସଚ୍ଚିଦାନନ୍ଦ ପରମ ପ୍ରଭୁଙ୍କର ଯୋଉ ସର୍ବୋଚ୍ଚ ଅବସ୍ଥା, ସେଇ ଅବସ୍ଥା ପର୍ଯ୍ୟନ୍ତ ତାର ହଉଛି ଗତି। ସର୍ବୋଚ୍ଚ ପରମଙ୍କ ପର୍ଯ୍ୟନ୍ତ ତାର ଯୋଉ ଯାତ୍ରା, ସେଟା ହେଲା ବିବର୍ତ୍ତନର ଧାରା। ତେଣୁ ଯେତେବେଳେ ସଚ୍ଚିଦାନନ୍ଦ ପରମ ପ୍ରଭୁ ନିଜକୁ ଏ ସୃଷ୍ଟି ମଧ୍ୟରେ ନିମଜ୍ଜିତ କଲେ, ଯୋଉ ରୂପରେ ସେ ନିମଜ୍ଜିତ ହେଲେ, ବାହ୍ୟ ରୂପଟା ସେଇଟା ହେଲା ଜୀବର ଭିନ୍ନ ଭିନ୍ନ ରୂପ କିମ୍ବା ବସ୍ତୁ ସକଳର ରୂପ। ସବୁ ବସ୍ତୁ ଭିତରେ, ସବୁ ଜୀବ ଭିତରେ, ତାମାନେ ସୃଷ୍ଟିରେ ସବୁ ଭିତରେ ସ୍ୱୟଂ ସେ ନିଜେ ବିରାଜମାନ କଲେ। ଯୋଉଟା ସୂକ୍ଷ୍ମରେ ରହିଲେ, ସେ ନିଜେ ରହିଲେ, ସେଇଟା ହେଲା ଆତ୍ମା। ଯେତେବେଳେ ସେ ରୂପ ଯୋଉ ଗ୍ରହଣ କଲେ, ବାହ୍ୟ ରୂପ ଗ୍ରହଣ କଲେ, ସେଇ ରୂପ ଗୁଡାକ ହଉଛନ୍ତି କୌଣସି ଏକ ଭିନ୍ନ ଭିନ୍ନ ବସ୍ତୁ। ଯୋଉ ଭଳି ଭାବରେ ସେ ନିଜକୁ ପ୍ରକାଶ କଲେ, ସିଏ ଗୋଟେ ରୂପ ହେଲା, ତାକୁ ଆମେ ଗୋଟେ ନାଁ ଦେଲେ। ବର୍ତ୍ତମାନ ସିଏ ଏଇଭଳି ଭାବରେ ପରିପ୍ରକାଶ ହେଇଛନ୍ତି, ଆକୁ ଆମେ କହୁଛନ୍ତି ଗ୍ରୀନ କଲର ପେନ୍ ବୋଲି। ଯେତେବେଳେ ସିଏ ଏଇ ପ୍ରକାର ଅବସ୍ଥାରେ ପରିପ୍ରକାଶ ହଉଛନ୍ତି, ତାକୁ ଆମେ କହୁଛନ୍ତି ଇଏ ଗୋଟେ ଫିତା ବୋଲି। ଏଇଭଳି ଭାବରେ ଜୀବଜନ୍ତୁ ଯୋଉ ଯିଏ ଯେତେବେଳେ ତାଙ୍କ ଭିତରେ ଲାଇଫ ଦିଆଗଲା, ଆସିଲା ମାନେ ଆଉ ଗୋଟେ ରୂପକୁ ସେ ପରିପ୍ରକାଶ କଲେ। ଜଡ଼ ରୂପରେ ଥିଲେ, ବର୍ତ୍ତମାନ ଚଳମାନ ଅବସ୍ଥା ପାଇଁ ଆଉ ଗୋଟେ ରୂପ ଯେତେବେଳେ ପରିପ୍ରକାଶ କଲେ, ଭିନ୍ନ ଭିନ୍ନ ରୂପ ଜୀବର ରୂପ ଗ୍ରହଣ ହେଲା। ତାପରେ ଯେତେବେଳେ ପ୍ରାଣ ପ୍ରକାଶ ହେଲା, ପ୍ରାଣୀ, ମନ ପ୍ରକାଶ ହେଲା, ମନୁଷ୍ୟ। ଏଇଭଳି ଭାବରେ ଏକ ବସ୍ତୁ ସହିତ ଜୀବଜନ୍ତୁ ଏ ସବୁ ଗୁଡ଼ିକ ସୃଷ୍ଟି ହେଲେ। ଗୂଢ଼ ତତ୍ଵରେ ଭିତରେ ରହିଲେ କିଏ ସେ? ନା ସେଇ ସଚ୍ଚିଦାନନ୍ଦ ପରମ ପ୍ରଭୁ। ତାଙ୍କର ନାମ ରହିଲା ଆତ୍ମା। ତାକୁ କି ଅନ୍ତରାତ୍ମା ମଧ୍ୟ କହନ୍ତି। ତେଣୁ ସେଇ ଆତ୍ମା ରହିଲେ ଭିତରେ। ଆତ୍ମାର ଏଇ ଯୋଉ ଗତିଶୀଳ ଧାରାଟା ରହିଲା, ସେ ଯୋଉ ଧାରାଟି ରହିଲା, ସେଇ ଧାରା ଭିତରେ ତାକୁ ଯେତେବେଳେ ଜୀବଜନ୍ତୁ ଆସିଗଲେ, ବା ଯେତେବେଳେ ତା ଭିତରେ ଜୀବନ ଦିଆଗଲା, ଯୋଉଠିକି ଜଡ଼ରୁ ଆଉ ଗୋଟିଏ ନୂତନ ଅବସ୍ଥା ଆସିଲା, ଯୋଉଠିକି ପରିବର୍ତ୍ତନ ହବାର ସମ୍ଭାବନା ତାକୁ ଦିଆଗଲା। ଜଡ଼ ପର୍ଯ୍ୟନ୍ତ ଅବସ୍ଥା ଥିଲା କଣ? ପରିବର୍ତ୍ତନ ବିମୁଖ। ଇଏ ପରିବର୍ତ୍ତନ ହେବ ନାହିଁ, ଯାହା ଅଛି ତାହା ହିଁ ରହିବ। ଯେତେବେଳେ ଆ ଭିତରେ ଆଉ ଗୋଟିଏ ଗୁଣ ଆଣି ପହଞ୍ଚିଲେ, ବା ଆଉ ଗୋଟିଏ ଗୁଣଟା ବିକାଶ ହେଲା, ଯୋଉଟା କି ପରିବର୍ତ୍ତନ ମୁଖୀ ବା ପରିବର୍ତ୍ତନଶୀଳ। ପରିବର୍ତ୍ତନଶୀଳ, ଆର କେବଳ କ୍ଷୟ ହଉଥିଲା, ପରିବର୍ତ୍ତନ ହଉନଥିଲା। ତାପରେ ପରିବର୍ତ୍ତନଶୀଳ ଯୋଉ ପ୍ରକାଶ ହେଲା, ତାକୁ ଜୀବ ବା ଲାଇଫ ର ନା ଦିଆଗଲା। ଆମେ ମଣିଷ ମାନେ ବୁଝିବା ପାଇଁ ତା ନା ଲାଇଫ ଦଉଛୁ। ସେଇ ଜୀବର ବା ଲାଇଫ ଆସିଲା, ଆତ୍ମା ନିଜକୁ ପରିପ୍ରକାଶ କରିବା ପାଇଁ ଯେ ପର୍ଯ୍ୟନ୍ତ ସେ ସଚ୍ଚିଦାନନ୍ଦ ପରମ ପ୍ରଭୁଙ୍କର ସ୍ତର ପର୍ଯ୍ୟନ୍ତ ନ ପହଞ୍ଚିଛି, ସେ ସବୁ ଯାକ ତାର ଗତି ଧାରାଟା ହଉଛି ଜୀବନ। ତେଣୁ ସେ ଜୀବନ ଭିତରେ ଯେତେବେଳେ ସିଏ ଗୋଟିଏ ଗତି ଧାରାରେ ନିଜକୁ ପରିପ୍ରକାଶ କରୁଛି, ସେଇଟା ହେଲା ତାର ଗୋଟିଏ ଜନ୍ମ। ସେଇଟା ହେଲା ତାର ଗୋଟିଏ ଜନ୍ମ। ସିଏ ଜନ୍ମ ଜୀବନର
जो लंबा यात्रा रही सेटा हला जीवन। आत्मा बाह्य रूप रे जो भली भाव परिप्रकाश होईची तार बाह्य रूप को पूर्णतः सच्चिदानंद रूप रे बा सच्चिदानंद तत्व रे अविकृत भावे परिप्रकाश करिबा पाई जो यात्रा रहिला सेटा हला जीवन। से जीवन भितरे गोटे एपिसोड तामाने किछि बाट गला पर से देखुची नाई एई जो जड़ शरीर रे से आउ पूर्ण रूपे परिप्रकाश करि परिबो नाही सेतबे से जड़ से जो जड़ रूपटाकू से त्याग करुची नूतन एक रूप ग्रहण करिबा पई सेई ताकू गोटे जन्म कुआगला। गोटे जन्म तेणु जीवन होउची आत्मा तार बाह्य रूप को पूर्ण रूप रे सच्चिदानंद परम तत्व रे अविकृत भाव रे परिप्रकाश करिवार पथ हैला जीवन एवं जीवनर गोटे गोटे एपिसोड हैला गोटे गोटे जन्म। तेणु पूर्ण रूपे विवर्तित हेई सच्चिदानंद तत्व रे निजको परिप्रकाश करिबा पई ए जो धारा पूराटा रही समग्र समग्र सृष्टि जो धारा रही ताकू कुआ जाए विवर्तन है। आत्मा विवर्तन जीवन जन्म सब कथा हमें कथा है। जीवन बुझीगलानी से कहले जे वर्तमान वर्तमान देखो गोटे छोट कथा मो भीतर आत्मा रही ये शरीर ये प्राण ये मन को सी परमंक तत्व रे भगवान जो आम कहूँ भगवान तत्व रे मन प्राण शरीर तीनिटा जाक परिप्रकाश हेबे तामाने जहा सच्चिदानंद परम प्रभु भितरे परिप्रकाश हवा पाई चाहिए ताकू मो मन ये प्राण ये शरीर अविकृत भाव परिप्रकाश करिवो। सेथिपाई कौन होइची ना ये जन्म मते किछि गोटे जन्म रे बारंबार मु चेष्टा करुछि आत्मा मते देखौ जी देख तू जो धारा रे चिंता करजो से धाराटा भूल धारा तू जोटा को कहूचु ठीक भूल सेटा भूल सेटा एमिति होउची तते कौन करिया पड़िबो ना भगवान को परिप्रकाश करिवा पाई हेले तते या रूपांतर हबाक पड़िबो या परिवर्तन करिया पड़िबो या चेष्टा करिवा को पड़िबो। एई जो सब चालीची वर्तमान एटा हला गोटे जीवन माने जो जीवन रो गोटे अंश ताको आमे गोटे जन्म कहूँ ए जन्म रे ए जीवन आमे ग्रहण करछु एवं या मो जीवन रे होउची बोले आमे साधारण भाव रे कहूछु। तेणु एई भलिया केते जन्म मोर चालीची तेणु मोर ये जन्मटा जाउची किंतु मो जीवन सेतिकी बेले सफल हब बा मो जीवन रो यात्रा सेतिकी बेले बंद हब जेते बेले मु परम को पूर्ण रूपे परिप्रकाश करि परिबी बाह्य भाव रे। बर्तन ये है गोटे जन्म आपर मु आउटे जन्म नेबी तापर आउटे जन्म नेबी धरा जो 5टा जन्म आपर आउरी गला ता पूर्वरु 20टा जन्म जाइथला ए मनुष्य रूप आसीबा पई से 20 ये 5टा 20 5 25 जन्म पर मु कौन है ना मो परम को जो अति मानस आम बर्तमान जानी गले नाटा जे अति मानस शक्तिर प्रभाव रे रूपांतरित है नूतन जीव जो अति मानव प्रस्तुत हो गली ताले सेते बेले सत्य द्वारा सीधा सड़क परिचालित हेबी। यही जो प्रोसेस धाराटा पूराटा माने ये 25टा जन्म धरी मोर जो गति चलीला एटा हला गोटे जीवन हला आउ किछि ना नहीं देखो जदि देखा जाए कौन हुए कथा समस्ते व्याख्याकार माने निज निज धारा रे जीवन को व्याख्या करते आज फार आज आमे श्रीरविंद पूर्ण जोग
କୁ ଆଧାର କରି ଆମେ ଯେତେବେଳେ ଆଲୋଚନା କରୁଛୁ ଏବଂ ଆମର ଭାରତର ଯୋଉ ଧାରା ରହିଛି ଗୋଟେ ତାକୁ ଆପଣ କହିପାରନ୍ତି ଦାର୍ଶନିକ ସିଦ୍ଧାନ୍ତ କୁହନ୍ତୁ ବା ବିଚାରଧାରା କୁହନ୍ତୁ। ସେ ବିଚାରଧାରା ଭିତରେ ଆମେ ଏତିକି ଜାଣୁଛୁ ଯେ ଭଗବାନ ନିଜକୁ ପୂର୍ଣ୍ଣ ରୂପେ ପରିପ୍ରକାଶ କରିବାର ଯୋଉ ଧାରା ରହୁଛି ସେଇ ଧାରାରେ ସେ ଭିନ୍ନ ଭିନ୍ନ ଜୀବଜନ୍ତୁର ରୂପ ଗ୍ରହଣ କରିଛନ୍ତି ଏବଂ ସମସ୍ତଙ୍କୁ ସେ ଚାହୁଁଛନ୍ତି ଦିବ୍ୟ ପ୍ରେମରେ ଦିବ୍ୟ ଜ୍ଞାନ ଦ୍ୱାରା ଦିବ୍ୟ ଜ୍ୟୋତି ଆଡ଼କୁ ତାଙ୍କର ଯାତ୍ରା ହଉ ଏବଂ ସିଏ ସେଇଭଳି ଭାବରେ ସର୍ବଶକ୍ତିମାନ ସର୍ବସମର୍ଥ ଭାବରେ ନିଜକୁ ପରିପ୍ରକାଶ କରନ୍ତୁ। ତେଣୁ ଇଏ ହଉଛି ଆମର ଏଇ ଯୋଉ ଭାରତୀୟ ଧର୍ମର ବା ସନାତନ ଚିନ୍ତାଧାରା ଏଇଟା ରହିଛି। ତେଣୁ ସେଇ ଧାରାରେ ଆମେ ବ୍ୟାଖ୍ୟା ଯେତେବେଳେ କରୁଛନ୍ତି ଆମେ ଜୀବନ କହିଲେ ଏଇଆ ବୁଝିବା। ସାଧାରଣ ଭାବରେ ଯଦି ସାଧାରଣ ଲୋକଟିଏ ସେ ଜୀବନ କହିଲେ କଣ ହବ ନା ମାତୃଗର୍ଭରୁ ଜନ୍ମ ହେଲା ଏବଂ ବଞ୍ଚିଛି ଯେତେବେଳେ ସିଏ ମରିଗଲା ତାମାନେ ତା ଶରୀର ଏଇ ଯୋଉ ଜଡ଼ ସ୍ଥୂଳ ଶରୀର ଯେତେବେଳେ ଆଉ ଚଳମାନ ହବ ନାହିଁ ତାକୁ ସେ କହୁଛି ଇଏ ଗୋଟେ ହଉଛି ଜୀବନ ବୋଲି। ସାଧାରଣ ଲୋକଙ୍କର ଦୃଷ୍ଟିକୋଣ ଏଇଆ ରହିଛି। ତେଣୁ ଆଉ ଯୋଉମାନେ ଧରାଯାଉ ପୁରାତନ ବର୍ତ୍ତମାନ ସୁଦ୍ଧା ଆମେ ଯାହାକୁ କହୁଛେ ପୁରାତନ ଧାରାରେ ଯୋଉମାନେ ରହିଛନ୍ତି ସେମାନେ କହୁଛନ୍ତି ଜୀବନ ସାର୍ଥକ ହବା ଅର୍ଥ ହଉଛି ଭଗବାନଙ୍କୁ ଦର୍ଶନ କରିବା ଭଗବାନଙ୍କୁ ପ୍ରାପ୍ତ କରିବା। ସିଏ କହୁଛନ୍ତି ଜୀବନ ସାର୍ଥକ ହବା ଅର୍ଥ ହଉଛି ଏଇଆ। ଯଦି ଏଇ ଜୀବନରେ ସାର୍ଥକ ନହେଲା ଆଉ କେତେଟା ଜନ୍ମ ପରେ ଭଗବାନଙ୍କୁ ଯଦି ମୁଁ ପ୍ରାପ୍ତ କଲି କିମ୍ବା ଏଇ ଜୀବନରେ ମୁଁ ତପସ୍ୟା କଲି ତା ଫଳରେ ଏ ଶରୀର ତ୍ୟାଗ କରି ସାକେତ ଗୋଲକ ବୈକୁଣ୍ଠକୁ ଯାଇ ଭଗବାନଙ୍କ ସହିତ ଯୁକ୍ତ ହେଲି ତେବେ ଏଇ ଜୀବନ ସାର୍ଥକ ହେଇଗଲା ବୋଲି ସେମାନେ କହୁଛନ୍ତି। ଆମେ ଯେହେତୁ ପୂର୍ଣ୍ଣ ଯୋଗ କଥା ଆସିଛି ଏବଂ ଅତିମାନ ଶକ୍ତି ଅବତରଣ କରିସାରିଛି ତେଣୁ ଆମେ ଜୀବନ କହିଲେ ବୁଝୁଛୁ ଏଇଆ ଯେ ଅତିମାନସ ତତ୍ଵ ବା ପରମ ଶାଶ୍ୱତ ସତ୍ୟ ଜ୍ୟୋତି ପ୍ରଜ୍ଞା ଅବିକୃତ ଭାବରେ ସ୍ଥୂଳ ଭାବରେ ବାହ୍ୟ ଭାବରେ ପରିପ୍ରକାଶ ହେଇପାରିବା ଅବିକୃତ ଭାବରେ ତାକୁ ଆମେ କହିବା ଯେ ଜୀବନରେ ସେଇଟା ହଉଛି ଲକ୍ଷ୍ୟ ବା ସେଇଠି ସେ ପହଞ୍ଚିବ। ତେଣୁ ସେତିକି ବାଟ ପର୍ଯ୍ୟନ୍ତ ଯାହା ରହିଲା ଯେ ପର୍ଯ୍ୟନ୍ତ ମୁଁ ଲକ୍ଷ୍ୟ ପ୍ରାପ୍ତି ନ କରିଛି ଯାହା ରହିଲା ବାଟରେ ପ୍ରୋସେସ ସେଇଟା ହେଲା ଜୀବନ ବୋଲି ଆମେ ଧାରଣା କରିବା। ମା ଭଗବାନଙ୍କୁ ପ୍ରାପ୍ତ ହେଲା ପରେ ଆଉ ଆଉ ମାନେ ଜନ୍ମ ହବାର ନାହିଁ। ହଁ ଆଉ ଜନ୍ମ ମରଣ ଚକ୍ର ଆଉ ନାହିଁ। କାହିଁକି ନା ଦିଟା ଯାକ କ୍ଷେତ୍ରରେ ବି ନାହିଁ। ଯେତେବେଳେ ଜଣେ ଭଗବାନ ସହିତ ମିଶି ଯାଉଛି ସେତେବେଳେ ବି ତାର ଜନ୍ମ ମରଣ ଚକ୍ରରେ ଆଉ ଆସୁନାହିଁ। ଆଉ ବର୍ତ୍ତମାନ ଅତିମାନ ଶକ୍ତି ଦ୍ଵାରା ଯେତେବେଳେ ରୂପାନ୍ତରିତ ହେଇଯିବ ସେତେବେଳେ ତାର ମୃତ୍ୟୁ ହିଁ ନାହିଁ। ମୃତ୍ୟୁ ନାହିଁ କୋଉ ଅର୍ଥରେ ନାହିଁ ଯୋଉ ଅର୍ଥରେ ବର୍ତ୍ତମାନ ଆମେ ବୁଝୁଛୁ ଏଇ ନିଶିତ୍ର ଏଇ ଶରୀରଟି କୁ ଆମେ ବୁଝୁଛୁ ନିଶ୍ଚିତ ବୋଲି। ତେଣୁ ଯେତେବେଳେ ନିଶ୍ଚିତ ଶରୀର ତ୍ୟାଗ କରୁଛୁ ଆମେ କହୁଛୁ ନିଶ୍ଚିତ ମରିଗଲା। କିନ୍ତୁ ଯେତେବେଳେ ଭଗବାନଙ୍କ ତତ୍ଵରେ ଆମେ ଏକ ହେଇଯାଉଛୁ ଏବଂ ରୂପାନ୍ତରିତ ହେଇଯାଉଛୁ ସେତେବେଳେ ତାର ଆବଶ୍ୟକ ଅନୁସାରେ ସିଏ କଣ କରିବ ସ୍ଥୂଳ ରୂପ ଗ୍ରହଣ କରିବ। ବର୍ତ୍ତମାନ ଯିଏ ନିଶ୍ଚିତ ଗ୍ରହଣ କରିଥିଲା ସିଏ ଆଉ ଗୋଟେ ରୂପ ଯେତେବେଳେ ଗ୍ରହଣ କରିବ ସେତେବେଳେ ସିଏ ଜାଣିଥବ ବୁଝିଥବ ଏବଂ ଅନ୍ୟମାନେ ବି ଜାଣିବେ ଇଏ ନିଶ୍ଚିତ ଥିଲା ସେଇ ନିଶ୍ଚିତ ଯିଏ ହେଇଛି ଦିବ୍ୟ ହେଇଛି କି ସେଇ ନିଶ୍ଚିତ ଯିଏ ଆଉ ଗୋଟେ କଣ ହେଇଛି। ତେଣୁ ସେତେବେଳେ କଣ ହେଲା ସେ ଯେମିତି ଆମେ କହୁଛେ ହାର୍ଟ ଟା ବଦଳେଇ ଦେଲା ବୋଲି ଆମେ ତାକୁ କଣ କହୁଛେ ନାଇଁ ଇଏ ଲୋକଟା ସେ ନୁହଁ ବୋଲି। ତେଣୁ ସେତେବେଳେ ଆଉ ମୃତ୍ୟୁ ବୋଲି ତାକୁ କୁହାଯିବନି ଯେତେବେଳେ ସିଏ ନିଜର ସ୍ଥୂଳ ରୂପକୁ ସେ ଯୋଉ ରୂପଟା ପାଇଛି ସେ ରୂପକୁ ପରିବର୍ତ୍ତନ କରି ଆଉ ଗୋଟେ ରୂପ ପ୍ରାପ୍ତ କରିବ। ସେ ସାଙ୍ଗେ ସାଙ୍ଗେ ଦରକାର ପଡ଼ିଲେ 10ଟା ରୂପ ନେଇପାରେ 10ଟା ରୂପ 12ଟା ରୂପ ନେଇପାରେ। ଦରକାର ପଡ଼ିଲେ ଟୋଟାଲି ସବୁ ରୂପ ଛାଡି ଦେଇକି ଆଉ ଗୋଟେ ରୂପ ଗ୍ରହଣ କରିପାରେ। ତେଣୁ ସେତେବେଳେ ତଥାକଥିତ ମୃତ୍ୟୁର କନସେପ୍ଟ ନଥିବ। ସବୁ ଶରୀର ଚେଞ୍ଜ ହବ ସେ ରୂପ ଚେଞ୍ଜ ହବ ଶରୀର ମାନେ ରୂପ ପରିବର୍ତ୍ତନ ହବ ସବୁ ପରିବର୍ତ୍ତନ ହବ। କିନ୍ତୁ ତଥାକଥିତ ମୃତ୍ୟୁର କନସେପ୍ଟ ଯେହେତୁ ନଥିବ ତେଣୁ ସେତେବେଳେ ବି ଜନ୍ମ ମରଣ ଚକ୍ରରୁ ସେ ମୁକ୍ତି ହେଇଗଲା।
ଆମେ ଏବେ ବାଧ୍ୟ ହେଇକି ଜନ୍ମ ହଉଛୁ। ଆମେ ଏବେ ଜନ୍ମ ହଉଛୁ ବାଧ୍ୟ ହେଇକିରି, ଏବଂ ମୃତ୍ୟୁ ବି କଣ ହଉଛି, ଯେତେବେଳେ ଦେଖାଯାଉଛି ଏଇ ଯୋଉ ସ୍ଥୂଳ ରୂପଟି ସେ ଗ୍ରହଣ କରିଛି, ସେଇ ସ୍ଥୂଳ ରୂପରେ ବା ସେଇ ସ୍ଥୂଳ ଶରୀରରେ ସିଏ ଆଉ ନିଜକୁ ପରିବର୍ତ୍ତନମୁଖୀ କରିପାରୁନାହିଁ। ପରିବର୍ତ୍ତନ ଆଉ କରିପାରୁନାହିଁ, ନୂତନ ଅଗ୍ରଗତି କରିପାରୁନାହିଁ। ସେତେବେଳେ ସେ କଣ କରେ, ଏ ଶରୀରକୁ ଛାଡେ। ତେଣୁ ସେଇଟା ହଉଛି ମୃତ୍ୟୁ। ସେତେବେଳେ ସେ ତ ପ୍ରତ୍ୟେକ ମୁହୂର୍ତ୍ତରେ ନିଜକୁ ଅଗ୍ରଗତି କରି କରି ଚାଲିଥିବ ଏବଂ ସମ୍ଭାବନା ରହିଛି। ତେଣୁ ତା ପାଇଁ ଜନ୍ମ ମରଣ ଚକ୍ର ଆଉ ନାହିଁ। ଆଉ ଯିଏ ନିର୍ବାଣ ପାଇଗଲା, ଯିଏ ଆମେ ଯୋଉଟା ଏପର୍ଯ୍ୟନ୍ତ ବି ରହିଛି ମୋକ୍ଷ ବା ମୁକ୍ତି ବା ନିର୍ବାଣ ଯିଏ ପାଇଲା, ସିଏ ବି ଭଗବାନ ସହିତ ମୁକ୍ତି ପାଇ ହେଇଗଲା ନା। ଭଗବାନ ସହିତ ଯୁକ୍ତ ହେଇଗଲା ପରେ ତାର ବି ଆଉ ଜନ୍ମ ମରଣ ଚକ୍ର ନାହିଁ। କୋଶ୍ଚିନ୍ ପଚାରିବି ହେଲା, ମୁଁ କୋଶ୍ଚିନ୍ କରିପାରୁନି, ତମେ ଟିକେ ବୁଝିବାକୁ ଚେଷ୍ଟା କରିବା ଆଉ। ହଁ, ମୁଁ ଚେଷ୍ଟା କରି କୁହ। ଯଦି ହଁ, ମୁଁ କହିଲି ଯଦି ଜଣେ ମାନେ କିଛି ଆଡୁ ସାଡୁ ମୁଣ୍ଡରେ ନ ପୁରେଇକି ମାନେ ବର୍ଷେ 2 ବର୍ଷ ଖାଲି ମାଙ୍କର ମାନେ ଯାଇକି ମେଡିଟେସନ କଲା, ପାଠ ଚକ୍ର ଇଆଡେ ସିଆଡେ ଯୋଉ ଯାହା ବି କଥା ହଉ, କିଛି ଇଆଡେ ସିଆଡେ ନ ପୁରେଇକି ପୁରା ସେଇଥିରେ ତାର ଲାଗିଲା। ତାପରେ ପୁଣି କେମିତି ଗୋଟେ ବର୍ଷେ 2 ବର୍ଷ ଏମିତି କରିସାରିଲା ପରେ ସେ ପୁଣି କେମିତି, ମାନେ ସେତେବେଳେ କିଛି ଇଆଡୁ ସିଆଡୁ ପଶିବନି, ମୁଣ୍ଡରେ ପଶୁନଥିଲା। ତାପରେ ପୁଣି ସେ ବର୍ଷେ 2 ବର୍ଷ ଗଲା ପରେ କେମିତି ସେ ଯେମିତି ଆସୁଛି ମୁଣ୍ଡକୁ, ନା ସେମିତି କିଛି କ୍ରିଏଟ ହଉଛି ବୋଲି ଆସୁଛି, ନା କଣ? ହଁ, ତମର ପ୍ରଶ୍ନ ହଉଛି, ଜଣେ ନିଷ୍ଠାପର ଭାବରେ ନିରନ୍ତର ମାଙ୍କୁ ନେଇ ନାମଜପ କରିବାଠୁ ଆରମ୍ଭ କରି ମାଙ୍କ କାର୍ଯ୍ୟ କରିବା, ଧ୍ୟାନ ଧାରଣା କରିବା, ପାଠଚକ୍ରରେ ଯୋଗ ଦେବା, ଇଏ ସବୁ କାମ କରିସାରିଲା ପରେ ବର୍ଷେ 2 ବର୍ଷ ପରେ ପୁଣି କିପରି ସିଏ ତାର, ଆମର କଥା ହିସାବରେ କହିଲେ, ତାର ସ୍ଖଳନ ହଉଛି, ବା ସିଏ ପୁଣି କେମିତି କି ମାନେ ମାଙ୍କୁ ଯାଇକି ଧ୍ୟାନ କରୁଛି ବୋଲି, ମାନେ ମୁଁ ତ କରୁଛି ତାହେଲେ ଏମିତି କାଇଁ ଆସୁଛି, ସେଇ କଥା କହୁନି। ନାଇଁ, ସେଇଟା ଆସୁ ନଥିଲା, ପୁଣି କେମିତି ଆସିଲା, ମାନେ ସେଇଭଳିଆ କଥା ସବୁ ଆସିଲା ମୁଣ୍ଡକୁ, ସେମିତି କି ମାନେ କ୍ରିଏଟ ହେଲା ଜିନିଷ, ନା ଏମିତି ମାନେ ଆସେ, ମାନେ ଭୁଲି ଯାଆନ୍ତି ପୁଣି ଆସେ, ନା କଣ? ହଁ, ଠିକ ଅଛି। ସେଇଆ ଯେ ଆପଣ ପଚାରୁଛନ୍ତି, ତାର ଏମିତି ସ୍ଖଳନ କାହିଁକି ହଉଛି, ଥିଲା ତା ଭିତରେ, ନା ଏଇଟା ଗୋଟେ ସ୍ୱାଭାବିକ ପ୍ରକ୍ରିୟା, କଣ? ହଁ, ଦେଖନ୍ତୁ, କଥା ହଉଛି ଗୋଟି ଗୋଟି କରିକି ଆମେ ଧୀରେ ସୁସ୍ଥେ ଦେଖିଲେ ବୁଝିପାରିବା ଯେ ନିଶ୍ଚେତନାରୁ ଆମର ଯଦି ଯାଇଥିବ ସେଗୁରା ମୁଣ୍ଡ ସବୁ, ତାହେଲେ ଯୋଉ ପୁଣି କେମିତି ଆସୁଛି, ତାହେଲେ ଯାଇନି। ଆଉ ଯଦି ଯାଇନି, ତାହେଲେ ସେ ମାନେ କେତେ ବର୍ଷ ପୁଣି କୁଆଡେ ଗଲା, ପୁଣି ଆସିଲା। ନିଶ୍ଚେତନାରୁ ଆମେ ଯେତେବେଳେ ଧୀରେ ଧୀରେ ଅଗ୍ରଗତି କରି କରି ଆସୁଛନ୍ତି, ତାପରେ ଆଉ ଗୋଟେ ସମୟ ଆସି ପହଞ୍ଚିଲା, ଯେତେବେଳେ ମୁଁ ସଚେତନ ହେଲି, ଏ, ଏବଂ ଜୀବନ ଜୀବନ ଧରି ଧୀରେ 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 ସେଇ ସଚେତନତା ମଧ୍ୟ ଅଗ୍ରଗତି କଲା। ଏବଂ ତା ଫଳରେ ଧରାଯାଉ ଏ ଜନ୍ମରେ ଆମେ ଇଷ୍ଟ, ବର୍ତ୍ତମାନ ମା ଶ୍ରୀଙ୍କ କଥା କହୁଛନ୍ତି, ଯିଏ ଯୋଉ ଇଷ୍ଟଙ୍କୁ ବି ସେ ପ୍ରାପ୍ତ କରୁଛନ୍ତି, ଯେତେବେଳେ ସେ ପ୍ରାପ୍ତ କରୁଛନ୍ତି, ସେ ବିଷୟରେ ଜାଣୁଛନ୍ତି, ସେତେବେଳେ ନିଷ୍ଠାପର ସହକାରେ ସେ ତାଙ୍କର କାର୍ଯ୍ୟ କରୁଛନ୍ତି। ଧ୍ୟାନ କରିବା, ଧାରଣା କରିବା, ଏବଂ ସେଥିପାଇଁ ଯାହା ଯାହା ପ୍ରୟାସ କାର୍ଯ୍ୟରେ, ଚିନ୍ତାରେ, ଭାବନାରେ ସେ କଲେ। କିନ୍ତୁ କଥା ହଉଛି କଣ, ଆମର ଆମେ ନିଜେ ଏଇ ବିଶ୍ଵ ପ୍ରାଣ, ବିଶ୍ଵ ମନ ସହିତ ଯୁକ୍ତ ହେଇକି ରହିଛନ୍ତି। ଯେହେତୁ ରୂପାନ୍ତର ଆମର ହେଇନାହିଁ, ରୂପାନ୍ତର ନ ହେଇଥିବା ପର୍ଯ୍ୟନ୍ତ ପରିବର୍ତ୍ତନ ଯୋଉଟା ହେଇଥାଏ, ତାହା କଣ ହୁଏ, ଆମେ ଯେତେବେଳେ ଶରୀର ତ୍ୟାଗ କରୁ, ସେତେବେଳେ ତାର କିଛି ସାରାଂଶଟି କଣ ହୁଏ, ସିଏ ରହେ ସେମିତି ଚୈତ୍ୟ ଜଗତରେ, ଏବଂ ଅନ୍ୟ ଗୁଡ଼ିକ କଣ ହୁଏ, ବିଶ୍ଵ ପ୍ରାଣ ବିଶ୍ଵ ମନରେ ମିଶିଯାଏ। ପୁଣି ଯେତେବେଳେ ଆମେ ଜନ୍ମ ଗ୍ରହଣ କରୁଛୁ, ସେଇ ଯୋଉ ସାର ତତ୍ଵଟିଏ ସିଏ ଆସିଲା, ପୁଣି ବିଶ୍ଵ ପ୍ରାଣ ବିଶ୍ଵ ମନରୁ ପ୍ରାଣ ମନ ଆଣିଲା ଏବଂ ସ୍ଥୂଳ ଶରୀର ଗ୍ରହଣ କଲା। ଯେତେବେଳେ ସେ ବିଶ୍ଵ ପ୍ରାଣ ବିଶ୍ଵ ମନ ସ୍ଥୂଳ ଶରୀର ଗ୍ରହଣ କଲା, ତା ମାନେ ଆଜି ପର୍ଯ୍ୟନ୍ତ ଯୋଉ ଅସୁବିଧା ରହି ଆସିଛି, ଯୋଉ ଶରୀରର ବା ଜଡ଼ର ଯୋଉ
ଗୁଣଧର୍ମ ରହିଛି, ପ୍ରାଣର ଯୋଉ ଗୁଣଧର୍ମ ରହିଛି, ମନର ଯୋଉ ଗୁଣଧର୍ମ ରହିଛି, ତାକୁ ପୁଣି ସେ ଧାରଣ କଲା। ଯଦି ପୁଣି ଧାରଣ କଲା, ତେଣୁ ଏ ଜନ୍ମରେ ଯୋଉ ଇଷ୍ଟଙ୍କୁ ବି ମୁଁ ପୁରା ନିଷ୍ଠାପର ସହକାରେ ଡାକିଲେ ମଧ୍ୟ ପୁଣି ସେଇ କଥା, ଯେହେତୁ ପୂର୍ଣ୍ଣ ରୂପରେ ଶରୀର ପ୍ରାଣ ମନ ତାର ତତ୍ଵରେ ରୂପାନ୍ତରିତ ହେଇନାହିଁ, ତେଣୁ ଯେତକ ଗୁଣ ଗୁଡ଼ିକ ସବୁ ଯାକ ତା ଭିତରେ ରହିଛି। ଏଇ କେତେ ବର୍ଷ ବର୍ଷ ଧରି, ବର୍ଷେ କଣ 2 ବର୍ଷ କଣ 10 15 ବର୍ଷ କଣ, ଏପରିକି ଗୋଟେ ଜୀବନ, ଗୋଟେ ଜନ୍ମର 50 60 ବର୍ଷ ସିଏ ସେଇ ତତ୍ଵରେ ରହିଲେ ମଧ୍ୟ କୌଣସି ଏକ ମୁହୂର୍ତ୍ତରେ ଅବଚେତନା ଭିତରେ ବା ଆମର ଯୋଉ ମନ ପ୍ରାଣ ଶରୀରର ଯୋଉ ଯୋଉ ଗୁଣଧର୍ମ ରହିଛି, ସିଏ କେତେବେଳେ କେତେବେଳେ ନିଶ୍ଚୟ ବାହାରିବ ବା ବାହାରିବାର ସମ୍ଭାବନା ରହିଛି। ଯେତେବେଳେ ବାହାରିବ ସେତେବେଳେ ସିଏ ଭିନ୍ନ ଏକ ବ୍ୟକ୍ତିତ୍ୱଟି ତାର ପରିପ୍ରକାଶ ହବ। ବର୍ତ୍ତମାନ କଥା ହେଲା, ଯେତେବେଳେ ଆମେ ମା ଶ୍ରୀଙ୍କ ବିଷୟରେ ବା ମା ଶ୍ରୀଙ୍କ ଯୋଗରେ, ପୂର୍ଣ୍ଣ ଯୋଗରେ ଆମେ ଯେତେବେଳେ ବ୍ରତୀ ହେବାକୁ ଆରମ୍ଭ କଲେ, ତେଣୁ ଏଇଟା ହଉଛି ପ୍ରାଥମିକ ପଦକ୍ଷେପ। ଆମେ ନିଜକୁ ପ୍ରସ୍ତୁତ କରୁଛୁ। ସେଇଥିପାଇଁ ପ୍ରସ୍ତୁତ କରିବା ଭିତରେ ମୋର ମନ ପ୍ରାଣ ଶରୀରର ଯୋଉ ଗୁଣଧର୍ମ ମୁଁ ଧାରଣ କରିଛି, ତାହା ଏ ସମଗ୍ର ବିଶ୍ୱର ସେ ମନ ପ୍ରାଣ ଶରୀର ଏଇଟା ପାଇଛି ମୁଁ। ତେଣୁ ସବୁ ଯାକ ଗୁଣ ଯାହା ବିଶ୍ୱରେ ରହିଛି, ସବୁ ଯାକ ତତ୍ଵ ମୋ ଭିତରେ ରହିଛି। ମୁଁ ଯୋଉ 10 ବର୍ଷ 20 ବର୍ଷ 30 ବର୍ଷ ଧରି ମାଙ୍କୁ ନେଇକି ବଞ୍ଚୁଛି, ତା ଫଳରେ କଣ ହଉଛି, ତାର ଗୋଟିଏ ଗୋଟିଏ କିଛି କିଛି ଗୁଣଧର୍ମ ତା ଅନୁସାରେ ନିଜକୁ ସେଇ ଅନୁସାରେ ରୂପାୟିତ କରିବାକୁ ଚେଷ୍ଟା କରୁଛନ୍ତି, ପୂର୍ଣ୍ଣ ଭାବରେ ରୂପାନ୍ତରିତ ହେଇଯାଇନାହାନ୍ତି। ଯୋଉ ଯୋଉ ଅଂଶ ଟିକେ ଟିକେ ଆଲୋକ ସ୍ପର୍ଶ ପାଉଛି, ସିଏ କଣ ହଉଛି, ସେ ସେଇଥିରେ ମଜି ରହିଲା। କିନ୍ତୁ ଆହୁରି ଅନେକ ଅଂଶ ମୋ ଭିତରେ ରହିଛି, ଯିଏକି ସେଇ ଆଲୋକ ସଂସ୍ପର୍ଶରେ ଆସିନାହାନ୍ତି। ସେ ଆଲୋକ ସଂସ୍ପର୍ଶରେ ଆସିନାହାନ୍ତି ଗୋଟିଏ କଥା, ପୁଣି ଆଲୋକ ସଂସ୍ପର୍ଶରେ ଆସିଲା ପରେ ସ୍ଥାୟୀ ଭାବରେ ସେଇ ରୂପରେ ରହିନାହାନ୍ତି। ତେଣୁ 10 ବର୍ଷ ପରେ, ବର୍ଷେ 2 ବର୍ଷ ତ ବହୁତ କମ କଥା, 10 20 ବର୍ଷ 30 ବର୍ଷ 40 ବର୍ଷ 50 ବର୍ଷ ଧରି ଏପରିକି ମା ଶ୍ରୀଙ୍କ ସହିତ ନିଜେ ସ୍ଥୂଳ ଭାବରେ ରହିକରି ମଧ୍ୟ କଣ ହବ, ମୋର କିଛି ଅଂଶ କଣ ହେଲା, ତାଙ୍କ ସଂସ୍ପର୍ଶରେ ଆସି ତାର ନିଜର ଯୋଉ ତତ୍ଵଟିକୁ ସେ ଜାଣିଲା ଭୁଲରେ ଅଛି ଏବଂ ଏଇ ଅନୁସାରେ ପରିବର୍ତ୍ତନ ହବା ଦରକାର। ଆହୁରି ଅନେକ ଗୁଣ ରହିଛି, ଅନେକ ତତ୍ଵ ରହିଛି, ଯୋଉଗୁଡାକ କି ସମ୍ମୁଖକୁ ଆସିନାହିଁ। ତେଣୁ ସିଏ ନିଶ୍ଚୟ ସମ୍ମୁଖକୁ ଆସିବ। କାରଣ ପୂର୍ଣ୍ଣ ଯୋଗ କଥା ଯେତେବେଳେ ଆମେ କହୁଛନ୍ତି, ପୂର୍ଣ୍ଣ ରୂପାନ୍ତର କଥା ଯେତେବେଳେ କହୁଛନ୍ତି, ସେତେବେଳେ ସବୁ ଯାକ ତତ୍ଵ ବାହାରକୁ ନିଶ୍ଚୟ ବାହାରିବ। ସିଏ ରୂପାନ୍ତରିତ ନ ହେବା ପର୍ଯ୍ୟନ୍ତ ସିଏ ନିଶ୍ଚୟ ବାହାରିବ। ତେଣୁ ଏଇ ଯୋଉ ଆମକୁ ଦେଖାଯାଉଛି ସ୍ଖଳନ ହେଇଛି ବା ସିଏ ଅନ୍ୟ ଏକ ବ୍ୟକ୍ତିତ୍ୱ ପରିପ୍ରକାଶ ହଉଛି, ତାହା ତାର ନିଚ କଥା ବା ସେ ଗୁଣ ତାର କଣ ଡାଉନଫଲ୍ ହଉନାହିଁ। କଣ ହଉଛି, ଆଉ ଯିଏ ପରିପ୍ରକାଶ ହେଉଥିଲା ସିଏ ରହିଛି, ଯିଏ ଟୋଟାଲି ପରିବର୍ତ୍ତନ ହେଇନି ସିଏ ବର୍ତ୍ତମାନ ସମ୍ମୁଖକୁ ଆସିଛି, କାହିଁକିନା ସିଏ ବର୍ତ୍ତମାନ ପରିବର୍ତ୍ତନ ହବ। ତେଣୁ ପୂର୍ଣ୍ଣ ରୂପାନ୍ତର ନ ହୋଇଥିବା ପର୍ଯ୍ୟନ୍ତ ଏଇ ପ୍ରକାରର ଉତ୍ଥାନ ପତନ ନିଶ୍ଚୟ ଆସିବ। ରୂପାନ୍ତରିତ ହେଇସାରିଲା ପରେ, ରୂପାନ୍ତରିତ ହେଇଯିବ ମାନେ ବର୍ତ୍ତମାନ ମନ ପ୍ରାଣ ଶରୀରର ସମସ୍ତ ଗୁଣ ଧର୍ମ ଯାହା ଯାହା ରହି ଆସିଥିଲା, ସିଏ ଆଉ ତାର ସେଇ ପୂର୍ବ ତତ୍ଵରେ ନ ରହି ସମ୍ପୂର୍ଣ୍ଣ ଭାବରେ ଶାଶ୍ୱତ ସତ୍ୟ ପ୍ରଜ୍ଞାର ଦ୍ଵାରା ପରିଚାଳିତ ହବ। ତେଣୁ ସେତେବେଳେ ସିଏ ଆଉ ରିଟର୍ନ ବ୍ୟାକ୍ ତାର ହବ ନାହିଁ। ତାହେଲେ ତ ମାନେ ଅଗ୍ରଗତି କରି ଯାଉଛ, ମାନେ ଏମିତି ପୁଣି ପଛେ ପଛେ ପୁଣି ଆସ। ନାଇଁ, ଆମେ ପଛକୁ ଫେରୁନାହୁଁ। ଦେଖ, ବର୍ତ୍ତମାନ ମୋର ଯୋଉ ସାର୍ଟ ଗୁଡାକ ସଫା ହେଇଗଲା, ବର୍ତ୍ତମାନ ସେଇଟା ମୋ ଥାକରେ ରହିଛି। ମୁଁ ବର୍ତ୍ତମାନ ଆଉ ଗୋଟେ ସାର୍ଟ ବାହାର କଲି ଯୋଉଟା କି ପୁରୁଣା ମଇଳା ଥିଲା, ତାକୁ ବର୍ତ୍ତମାନ ସଫା କରିବି। ସଫା କରିସାରିଲା ପରେ ସେ ସାର୍ଟ ବି କଣ ହେଇଗଲା, ସଫା ହେଇଗଲା। ତେଣୁ ଏଇଭଳି ଭାବରେ ଗୋଟିଏ ପରେ ଗୋଟିଏ ମୁଁ ସାର୍ଟ ସଫା କରି କରି ଚାଲିଥିବି। କିନ୍ତୁ ଯେତେବେଳେ ଭଗବାନଙ୍କ ସହିତ ବା ପୂର୍ଣ୍ଣ ରୂପାନ୍ତର ମୋର ହେଇଯାଉଛି, ସେତେବେଳେ ଏଇ ଯୋଉ ସାର୍ଟଟି ମଇଳା ହେଇଯାଉଛି, ସାର୍ଟଟା ମଇଳା ହେଇଯାଉଛି ନା, ସେ ସାର୍ଟ ଆଉ ମଇଳା ହବ ନାହିଁ, ଅମ୍ଳାନ ବସ୍ତ୍ରଟିଏ ପାଇଯିବି।
ଯଦି ଅମ୍ଳାନ ବସ୍ତ୍ର ପାଇବି, ଯେତେ ପିନ୍ଧିଲେ ମଧ୍ୟ, ଯେତେ ଧୂଳି ଉଡ଼ିକି ପଡ଼ିଲେ ମଧ୍ୟ, ଯେତେ କାଦୁଅ ଛିଟକା ପଡ଼ିଲେ ମଧ୍ୟ ଇଏ ସାର୍ଟଟା ମଇଳା ହବ ନାହିଁ। ତେଣୁ ସେତେବେଳେ ଆଉ ପରିଷ୍କାର କରିବାକୁ ପଡ଼ିବ ନାହିଁ। କିନ୍ତୁ ଯେ ପର୍ଯ୍ୟନ୍ତ ପୂର୍ଣ୍ଣ ରୂପାନ୍ତର ନ ହେଇଛି, ତେଣୁ ଇଏ ସାର୍ଟଟି ମଇଳା ହବ। ତେଣୁ ଯେହେତୁ ମଇଳା ଅଛି ତା ଭିତରେ ସେ ତତ୍ତ୍ୱ ରହିଛି, ଧୂଳି ପଡ଼ିଲା ମାନେ ଏ କଣା ଭିତରେ ସେ ପଶିକି ରହିଯିବ। ତେଣୁ ମତେ ବାରମ୍ବାର ସଫା କରିବାକୁ ପଡ଼ିବ। ତେଣୁ ଯୋଉ ଗୁଡ଼ାକ ପରିପ୍ରକାଶ ହଉଛି, ସେଇ ଗୁଡ଼ାକ ଭଗବାନଙ୍କ ସଂସ୍ପର୍ଶରେ ଆସିଲା, ଦିବ୍ୟ କୃପାର ସଂସ୍ପର୍ଶରେ ଆସିଲା, ସେ ତତ୍ତ୍ୱଟି ରୂପାନ୍ତରିତ ନ ହେବା ପର୍ଯ୍ୟନ୍ତ ବି ସିଏ ଭଗବାନଙ୍କ ସଂସ୍ପର୍ଶରେ ଆସି ନିଜର ବିଷୟରେ ସଚେତନ ହେଇ ରହିଲା। ଆଉ ଯୋଉ ଗୁଡ଼ାକ ସଚେତନ ହେଇନାହାନ୍ତି ସିଏ ପୁଣି ସଚେତନ ହେବେ ନା, ତେଣୁ କେତେବେଳେ ବାହାରିବ। କିନ୍ତୁ ଯଦି ଜଣେ ନିରନ୍ତର ନାମ ଜପ କରୁଥିବ, ଯଦି ନିରନ୍ତର ମାଙ୍କ ଚେତନାରେ ରହି ତାର କାର୍ଯ୍ୟ ଗୁଡ଼ିକ ସେ କରିବାକୁ ଚେଷ୍ଟା କରୁଥିବ, ତାହେଲେ ସେଇ ଅଂଶ ଗୁଡ଼ାକ ଯେତେବେଳେ ବାହାରିବ, ତାକୁ ସିଏ କ'ଣ କରିବେ, ଆକୁ କବଳିତ କରି ପକେଇବ ନାହିଁ। ଇଏ ପୂର୍ଣ୍ଣ ଭାବରେ ତାକୁ ରାକ୍ଷସ ବା ଅସୁର କରିଦବ ନାହିଁ, ଦାନବ ପ୍ରକୃତିର କରିଦବ ନାହିଁ। ତା ଭିତରେ ଆସିବ, ସିଏ ତା ଉପରେ ନିୟନ୍ତ୍ରଣ କରୁଥିବ, ତାକୁ ପୁଣି ମାଙ୍କ ସମ୍ମୁଖରେ ରଖୁଥିବ। ସେଗୁଡ଼ାକ ଧୀରେ ଧୀରେ ରୂପାନ୍ତର ହେଇ ଚାଲୁଥିବ, ଧୀରେ ଧୀରେ ହେଇ ଚାଲୁଥିବ। ତେଣୁ ସିଏ ଯଦି ନିରନ୍ତର ଜପ କରୁଥିବ, ତାହେଲେ ସିଏ ଆ ଦ୍ୱାରା ପୂର୍ଣ୍ଣ କବଳିତ ହବ ନାହିଁ। ଇନ୍ ଦ ମିଡ୍ ଟାଇମ୍ କ'ଣ ହବ ନା, ତାର ଚୈତ୍ୟସତ୍ତା ସମ୍ମୁଖକୁ ଆସି ସାରିଥିବ। ଚୈତ୍ୟସତ୍ତା ଯେହେତୁ ସମ୍ମୁଖକୁ ଆସି ସାରିଥିବ, ବର୍ତ୍ତମାନ ଆମର କିଛି ସାମର୍ଥ୍ୟ ହଉନାହିଁ ମୁଁ ତାକୁ ପରିବର୍ତ୍ତନ କରିବା ପାଇଁ, ରୂପାନ୍ତରିତ କରିବା ପାଇଁ। ଯେତେବେଳେ ଚୈତ୍ୟସତ୍ତା ସମ୍ମୁଖକୁ ଆସି ଯାଇଥିବ, ଯୋଉ ଗୁଣଧର୍ମ ଗୁଡ଼ାକ ମୋର ବାହାରକୁ ବାହାରିବା ପାଇଁ ବାହାରୁଛି, ତାକୁ ଭଟାସ୍ କିନା ଚୈତ୍ୟସତ୍ତା ତାକୁ କ'ଣ କରିବ, ଚିହ୍ନେଇ ଦବ, ଦେଖେଇ ଦବ, ଏଇଟା ହଉଛି ତୋର ଏଇଆ, ତାକୁ ଏଇଆ ହବା ଉଚିତ, ତାକୁ ଦେଖେଇ ଦବ। ସେଇଟା ଗୋଟେ ଆମ ପାଖରେ କ'ଣ ପ୍ଲସ୍ ପଏଣ୍ଟ ହେଇକି ରହିବ। ତେଣୁ ମୁଁ ପୂର୍ଣ୍ଣ ରୂପେ ଆଉ ତା ଦ୍ୱାରା ପରିଚାଳିତ ହେଇକି ଦାନବ ଆଡ଼କୁ ଚାଲିଯିବି ନାହିଁ, ବା ପଥଭ୍ରଷ୍ଟ ହେଇ ଆସୁରିକ ପ୍ରବୃତ୍ତିକୁ ଯିବି ନାହିଁ, ନିଶ୍ଚେତନା ଗହ୍ୱର ଭିତରୁ ପଶିଯିବି ନାହିଁ। ସେଥିପାଇଁ ନାମ ଜପ ନିହାତି ଜରୁରୀ, ଏବଂ ସବୁ ସମୟରେ ଆମେ ମାଙ୍କ ପାଖରେ ବାରମ୍ବାର ଯାହା କରୁଛେ ତାକୁ ସମର୍ପଣ କରି କରୁଥିବା। ସେଥିପାଇଁ ଆମେ ସହଜ ବାଟ ଦେଖିଥିଲେ କ'ଣ, ଯୋଉ କଥା କରିବ ପଚାରିକି କରିବ। ମା, ମୁଁ ଏଇ ଶାର୍ଟଟା ପିନ୍ଧୁଛି। ମା, ମୁଁ ଟିକେ ଦାନ୍ତ ଘଷିବାକୁ ଯାଉଛି। ମା, ଆଜି ମତେ କଥା କହିବାର ଅଛି। ମା, ମୁଁ ଖାଇବାକୁ ଯାଉଛି। ମା, ଆଉ ଗାଡ଼ିଟା ମୁଁ ଚାବି ନେଲି, ଗାଡ଼ିଟା ନେଇକି ଯିବି, ଅମୁକ ଜାଗାକୁ ଯିବି। ଏଇଟା ମାଙ୍କୁ ସବୁବେଳେ କହିକି ବାରମ୍ବାର କରିବା। ମା, ମୁଁ ଆଜି କଥା କହୁଛି। ମା, ମୁଁ ଆଜି ପିଲାଙ୍କୁ ଏହା କହିଲି। ବାରମ୍ବାର ସମର୍ପଣ କରିବା ଦ୍ୱାରା ନାମ ଜପ ଯଦି ବାରମ୍ବାର କରିବେ, ତାହେଲେ ଯୋଉ ଗୁଣଧର୍ମ ଗୁଡ଼ାକ ମୋର ଉଠି ଆସିବ, ମତେ ସେ କବଳିତ କରିଥାନ୍ତା, କବଳିତ କରିପାରିବ ନାହିଁ। ସେ ଉଠି ଆସିଲା ବେଳକୁ ବାହାରଟା ପରିଷ୍କାର ଅଛି, ସେ କ'ଣ ହବ, ତା ସଂସ୍ପର୍ଶରେ ଆସି ପରିଷ୍କାର ହେଇକା ଯିବ। ଏଇ ପ୍ରକାର ଆମକୁ କରିବାକୁ ପଡ଼ିବ ପ୍ରସ୍ତୁତି। ମା, ଥ୍ୟାଙ୍କ ୟୁ ଅଲ୍।